ଗାଡ଼ି କ୍ୟାରିଂ ପାସେଞ୍ଜର କରୁଛନ୍ତି 10-15 ଲୋକ ହତ୍ୟା କରିକି ତାଲାରେ ନେଇକି ଯାଉଛନ୍ତି ଏବଂ ଯାହାଦ୍ୱାରା କି ଦୁର୍ଘଟଣା ହେଉଛି। ତେଣୁ ସରକାରଙ୍କର ସ୍ପେଶାଲ ଗାଇଡ୍ ଚାଲିଛି 3 ଦିନ। ଆଉ ଆମେ ତ ଆଗରୁ କରୁଥିଲୁ ଏବଂ ସେ ଜିନିଷ ଦେଖିବାକୁ ଗଲେ ଓଡ଼ିଶାରେ ବାଲେଶ୍ୱର ଜିଲ୍ଲା ବି ଗୋଟେ ଏସବୁ ଚାଲାଣରେ ପ୍ରଥମ। କମିଶନର ସାହେବଙ୍କ ଅର୍ଡର ଅନୁସାରେ ଯେଉଁ ସାର୍ କହିବା କଥା ଯେଉଁମାନେ ଗୁଡ୍ସ ଗାଡ଼ିରେ ମାନେ ପର୍ସନ ନିଅ ନାହିଁ ହେଲେ ଯେଉଁ ଭଲ ମନ୍ଦ ହବ ଯେଉଁ ଗାଡ଼ି ଧର ଓଲଟୁଛି ପଲଟିବ ଯାହା ହବ ତାଙ୍କୁ କିଛି କ୍ଲେମ୍ ମିଳିବନି। ସେଇଟା ହେଲା ଅସୁବିଧା। ସାର୍ ଏବେ ଚାଲିଛି ଶ୍ରାବଣ ମାସ ଚାଲିଛି ସାର୍ ଗଲେ ମଧ୍ୟ ଯାଉଛନ୍ତି ସାର୍ ବହୁତ ଚାଲାଣ ସାର୍ ଦେଖିବାକୁ ଚାଲାଣ ହଉଛି ଯେତିକି କରିକି କରିବା କଥା କରୁଛି ତା ବାଦ ବି କ୍ୟାମେରା ଟ୍ରାକିଂ ବି ହଉଛି। ଅନଲାଇନ୍ ଚାଲାଣ କରାଯାଉଛି ସାର୍ ଗଲେ ଆଜି କେତେ ଗାଡ଼ି ସାର୍ ଦରକାର ଆଜି କଣ ତ 8ଟି ଗାଡ଼ି ଯାହା କଲେ ଆଇନ ଆମର କେବଳ ବାଲେଶ୍ୱର ଜିଲ୍ଲାର ଦଶଟା ଯିବ ପ୍ରାୟ ଜିଲ୍ଲା ସାରା ମୁଁ ଜିଲ୍ଲା ସାରା କରୁଛି ପରଦିନ କରିଥିଲି ଜଳେଶ୍ୱର କାଲି କରିଥିଲି ନୀଳଗିରି ଆପଣଙ୍କ ସହ କାଲି ସକାଳ ବେଲା ଏଠିକି ଆସିଥିଲି ବିଭିନ୍ନ ସ୍ଥାନରେ ସାର୍ ଚାଲିଛି। ଏଠିକି ଆମେ 2ଟା ଅଫସର କରୁଛୁ 3ଟା ଅଫସର କରୁଛୁ ଟାଉନ ଭିତରେ ବି ହଉଛି ସବୁ ହଉଛି।